ପବିତ୍ର ଶ୍ରାବଣ ମାସରେ ମହାଦେବଙ୍କ ଭକ୍ତ ଭକତି ନିଷ୍ଠାରେ କରନ୍ତି ଶ୍ଵେତ ଶ୍ରାବଣୀ ବ୍ରତ। ସେ ଲାଗି ଶ୍ରାବଣ ମାସରେ ପ୍ରତି ସୋମବାରରେ ବ୍ରତଧାରୀଙ୍କର ଗହଳି ଲାଗେ ଶିବ ମନ୍ଦିରେ। ବ୍ରତୀଙ୍କ କାନ୍ଧରେ କାଉଁରୀ ଜଳ ଭରା କଳସୀ, କାହିଁ କେତେ ଦୂରୁ ଆସନ୍ତି ଶିବ ନାମକୁ ଘୋଷି। ନଦୀ ଅବା ସରୋବରର ପୂତ ପବିତ୍ର ନୀରେ ଜଳାଭିଷେକ ସେ କରନ୍ତି ଢାଳି ପ୍ରଭୁଙ୍କ ଠାରେ। ଚାଲି ଚାଲି ସବୁ ଆସନ୍ତି ଖାଲି ପାଦରେ ପୁଣି, ଭାବ ଭକତିରେ ବିଭୋର କଷ୍ଟ ହୁଏନି ଜାଣି। ନଦୀ ଅବା ପୁଷ୍କରିଣୀରେ ଭକ୍ତ ସ୍ନାନ କରି କୂଳକୁ ଆଣନ୍ତି କଳସୀ ସେହି ଜଳ ଯେ ଭରି। କୂଳରେ ବାଲିରେ କରନ୍ତି ଶିବଲିଙ୍ଗ ସ୍ଥାପନ, ଧୂପ ଦୀପ ଜାଳି କରନ୍ତି ଭକ୍ତ ଶିବ ପୂଜନ। କଳସୀ ଉପରେ ପଇଡ଼ ରଖି ପୂଜା କରନ୍ତି, ମନେ ମନେ ମହାଦେବଙ୍କୁ ଶ୍ଵେତ ଜପ କରନ୍ତି। କାଉରୀକୁ ନାନା ରଙ୍ଗରେ ବ୍ରତୀ ସଜାଇଥାନ୍ତି, କାଉଁରୀ ଶିକାରେ କଳସୀ ସତେ ଯତ୍ନେ ରଖନ୍ତି। କାନ୍ଧରେ କାଉଁରୀ ଧରି ସେ ମନ୍ଦିରକୁ ଯାଆନ୍ତି, ବାଟ ସାରା ସଦା ଶିବଙ୍କ ଜୟ ଗାନ କରନ୍ତି। ଉଦା ଜୁଡୁ ବୁଡୁ ବସନ ତୁଣ୍ଡେ ଶିବ ଭଜନ, ଧ୍ୟାନ କରି ଶିବ ଶମ୍ଭୁଙ୍କୁ କରୁଥାନ୍ତି ଗମନ। ଦଳ ଦଳ ହୋଇ ଚାଲନ୍ତି କାନ୍ଧି କାଉଁରୀ ଭାର, ପାଦ କାନ୍ତି ଜଣା ପଡ଼େନି ହେଉ ଯେତେ ବି ଦୂର। ଦିନ ରାତି ଚାଲିଥାନ୍ତି ସେ ଶିବ ନାମ ଗାଇରେ, ପହଞ୍ଚନ୍ତି ଲକ୍ଷ୍ୟ ସ୍ଥଳରେ ସୋମବାର ସକାଳେ। ଜଳ ଲାଗି କରି ଶିବଙ୍କୁ ହୋଇଥାନ୍ତି ସେ ଧନ୍ୟ, ଭାରି କଷ୍ଟ ଏହି ବ୍ରତରେ ମିଳେ ଅପାର ପୁଣ୍ୟ। ଯୁଗ ଆରମ୍ଭରୁ ହେଉଛି ଏହି ବ୍ରତ ପାଳନ, ବ୍ରତ କଥା ବଖାଣଇ ଯେ କେତେ ପୋଥି ପୁରାଣ। ଶିବ ସ୍କନ୍ଦ ପଦ୍ମ ପୁରାଣେ ଅଛି ଏ ବ୍ରତ କଥା, କାମନା ହୁଅଇ ପୂରଣ ନ ରୁହଇ ଯେ ବ୍ୟଥା। ନିଷ୍ଠାରେ ଶ୍ରାବଣୀ ବ୍ରତ ଯେ ଯେଉଁମାନେ କରନ୍ତି, ଭବ ଯାତନାରୁ ସହଜେ ଶ୍ଵେତ ମୁକ୍ତି ପାଆନ୍ତି। ଶିବ ଆଉ ସ୍କନ୍ଦ ପୁରାଣେ ଅଛି କଥା ବର୍ଣ୍ଣନ, ଦକ୍ଷ ଯଜ୍ଞେ ଦେବୀ ସତୀ ଯେ ହାରିଥିଲେ ପରାଣ। ପାର୍ବତୀ ରୂପରେ ଦେବୀ ଯେ ପୁଣି ଜନମ ହେଲେ, ଶିବଙ୍କୁ ପାଇବା ପାଇଁକି ଶ୍ଵେତ ଧ୍ୟାନ କରିଲେ। ପବିତ୍ର ଶ୍ରାବଣ ମାସର ପ୍ରତି ସୋମବାରରେ ଜଳାଭିଷେକ ସେ କରିଲେ ଯାଇ ଶିବ ମନ୍ଦିରେ। ନିଷ୍ଠାରେ କରିଲେ ବୋଲି ସେ ଦେବୀ ଶ୍ରାବଣୀ ବ୍ରତ, ପତି ରୂପେ ପୁଣି ଶିବଙ୍କୁ ଶ୍ଵେତ ଧରିଲେ ହାତ। ସେ ଲାଗି ଶ୍ରାବଣ ମାସରେ ଦେବ ଦେବ ଦମ୍ପତି ନନ୍ଦୀ ପୃଷ୍ଠେ ବସି ସେମାନେ ବ୍ରହ୍ମାଣ୍ଡକୁ ଭ୍ରମନ୍ତି। ଯେବେ ଭକ୍ତମାନେ ଶିବଙ୍କୁ ଜଳ ଲାଗି କରନ୍ତି, ସେମାନଙ୍କୁ ଶିବ ପାର୍ବତୀ ଦୟା ବରସିଥାନ୍ତି। ଅଛି କିମ୍ବଦନ୍ତୀ କାହାଣୀ ଏହି ବର୍ଷା ମାସରେ, ଶୟନ କରନ୍ତି ଶ୍ରୀ ବିଷ୍ଣୁ ଯାଇ କ୍ଷୀର ସାଗରେ। ବ୍ରହ୍ମାଣ୍ଡ ଦାୟିତ୍ୱ ଦେଇ ସେ ଶିବ ଶମ୍ଭୁ ଉପରେ, 4 ମାସ ନିଦ୍ରା ଯାଆନ୍ତି ନିଶ୍ଚିତରେ ଠାକୁରେ।
ସେ ଲାଗି ଶ୍ରାବଣ ମାସରେ ଶିବ ପିଠେ ଗହଳି। କାଉଁରିଆଙ୍କର ଡାକରେ ପୀଠ ପଡ଼େ ଉଛୁଳି। କିଏ କହେ ପରଶୁରାମ ଯେ କିଏ କହେ ରାବଣ। କିଏ କହେ ପୁଣି ଶ୍ରୀରାମ ସେ ତ ରଘୁନନ୍ଦନ। ପ୍ରଥମେ ଶ୍ରାବଣ ମାସରେ କାଉଁରିଆ ସେ ସାଜି। କରୁଥିଲେ ଜଳ ଲାଗି ସେ ମହାଦେବଙ୍କୁ ପୂଜି। ପୁରାଣରୁ କିମ୍ବଦନ୍ତୀକୁ ବ୍ରତ ଖିଅ ଲମ୍ବିଛି। ବ୍ରତ କରି ବ୍ରତଧାରୀଙ୍କ ବାଞ୍ଛା ପୂର୍ଣ୍ଣ ହୋଇଛି। ସରଜୁ ନଦୀରୁ ଶ୍ରୀରାମ ନଦୀ ଜଳକୁ ନେଇ। ବୈଦ୍ୟନାଥ ଧାମେ ଶିବଙ୍କୁ ପୂଜୁଥିଲେ ତ ଯାଇ। ଲଙ୍କାର ରାଜନ ରାବଣ ବଡ଼ ଶିବ ଭକତ। ନିଷ୍ଠାରେ ସେ କରୁଥିଲେ ତ ଏହି ଶ୍ରାବଣୀ ବ୍ରତ। କାଉଁରିଆ ସାଜି କାନ୍ଧରେ ବହି ଜଳ କଳସୀ। ପୂଜୁଥିଲା ମହାଦେବଙ୍କୁ ସେ ତ ଧ୍ୟାନରେ ବସି। କାର୍ତ୍ତବୀର୍ଯ୍ୟ ପୁତ୍ର ସହସ୍ର ବାହୁ ଦୁଷ୍ଟ ଦୁର୍ଜନ। ଚୋରି କରି ନେଲା ଜମାତି ଋଷିଙ୍କର ଗୋଧନ। ଋଷିପୁତ୍ର ପରଶୁରାମ ଯେ କରି ଘୋର ସମର। ସହସ୍ର ବାହୁକୁ ବଧିଲେ କାଟି ତାହାର ଶିର। ସେ ପାପରୁ ମୁକ୍ତି ପାଇକି ବୀର ପରଶୁରାମ ଯେ। କରିଲେ ଶ୍ରାବଣୀ ବ୍ରତ ସେ ଅଛି ଲୋକ କଥା ଯେ। ପୁଣି ଯେ ଶ୍ରବଣ କୁମାର ପିତୃ ମାତୃ ଭକତ। ପିତା ମାତାଙ୍କର ଇଚ୍ଛାକୁ ପୂର୍ଣ୍ଣ କରିବାକୁ ତ। ଗଙ୍ଗାରେ ସ୍ନାନ ପାଇକି ସେ ଶ୍ରାବଣ ମାସରେ। ପିତା ମାତାଙ୍କୁ ତ କାନ୍ଧେଇ ଗଲା ହରିଦ୍ୱାରରେ। ଗଙ୍ଗାରେ ସେମାନେ ଖୁସିରେ ତହିଁ କଲେ ସ୍ନାନ। କାଉଁରିଆ ବ୍ରତ ସେଦିନୁ ହେଲା ଆରମ୍ଭ ଜାଣ। କାହିଁ କେତେ ବର୍ଷ ତଳର ଏ ବିଧି ଏ କାହାଣୀ। ଶ୍ରାବଣୀ ବ୍ରତର ମହିମା ଆଜି ଯାଏ ବଖାଣି। ଅମରପୁର ଯେ ନାମରେ ଥିଲା ନଗର ତହିଁ। ସେହି ନଗରରେ ଥିଲେ ତ ଜଣେ ସେ ବ୍ୟବସାୟୀ। ଅଚଳାଚଳ ଯେ ସମ୍ପତ୍ତି ଭରା ପ୍ରାଚୁର୍ଯ୍ୟ ସୁଖ। ସନ୍ତାନ ସନ୍ତତି ନଥିଲେ ତାଙ୍କ ଗୋଟିଏ ଦୁଃଖ। ଶିବ ମନ୍ଦିରରେ ନିତି ଜାଳି ଦୀପ ଆଳତି। ସନ୍ତାନ ପାଇଁକି ଶିବକୁ କରୁଥିଲେ ମିନତି। ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ପ୍ରଭାତେ। ଜଳ ନେଇ ଢାଳୁଥିଲେ ତ ଶିବଙ୍କର ମସ୍ତକେ। ବ୍ୟବସାୟୀଙ୍କର ପ୍ରାର୍ଥନା ସତେ ମହାଦେବଙ୍କୁ। ଶୁଭୁତ ନଥିଲା ଦୂରରୁ ସତେ ମହାଦେବଙ୍କୁ। ମାତା ପାର୍ବତୀଙ୍କ କାନରେ ତାଙ୍କ ଶୁଭିଲା ଡାକ। ପାର୍ବତୀ କହିଲେ ଶିବଙ୍କୁ ପ୍ରଭୁ ବୁଝ ତା ଦୁଃଖ। କେତେ ଯେ ମିନତି କରୁଛି ପାଦେ ମଥାକୁ ପିଟି। ଶ୍ରାବଣ ମାସରେ ନିଷ୍ଠାରେ ତୁମ ବ୍ରତ ପାଳୁଛି। ଦୟାମୟ ଦୟା ବହି ହେ ତାଙ୍କୁ କରୁଣା କର। ତୁମେ କଲେ ଦୟା ହସିବ ତାର ସୁଖ ସଂସାର। ପାର୍ବତୀଙ୍କ କଥା ରଖିଲେ ପ୍ରଭୁ ଶିବ ଶଙ୍କର। ପୁତ୍ରଟିଏ ପାଇ ତାହାର ହସି ଉଠିଲା ଘର। ହେଲେ ଏଣେ ସେହି ପୁତ୍ରର ଥିଲା ଅଳ୍ପ ଆୟୁଷ। ଜାଣି ବ୍ୟବସାୟୀ ମୁଖରେ ଜମା ନଥିଲା ହସ। 12 ବରଷରେ ଅକାଳେ ତାର ଯିବ ଜୀବନ। ସେ ଲାଗି ବାପର କାହିଁରେ ଜମା ଲାଗେନି ମନ। 11 ବରଷ ହୋଇଲା ଯେବେ ସେହି ପୁତ୍ରକୁ
ପଠାଇଲେ ବିଦ୍ୟା ଅର୍ଜନ ପାଇଁ କାଶୀଧାମକୁ। ଏଣେ ବ୍ୟବସାୟୀ ନୀତି ଶିବ ପୂଜା କରନ୍ତି। ଶ୍ରାବଣ ମାସରେ ପ୍ରଭୁଙ୍କୁ ଜଳ ଲାଗି କରନ୍ତି। କାଶୀଧାମେ ବିଦ୍ୟା ଅର୍ଜନ କରେ ସେ ଶିଶୁପୁତ୍ର। ପାଖେ ପାଖେ ରହିଥାନ୍ତି ତହିଁ ମାମୁଁ ଯେ ତାର। 11 ବରଷ ପୂରିଲା ହେଲା 12 ବରଷ। ସେଦିନ ରାତିରେ ତାହାର ପୂରିଗଲା ଆୟୁଷ। କାଳ ନିଦ୍ରାରେ ଶିଶୁଟି ଯେବେ ପଡ଼ିଲା ଶୋଇ। ମାମୁଁ ତାର କାନ୍ଦି ଗଡ଼ିଲା ସେ ତ ଅଧୀର ହୋଇ। ଆଖପାଖ ଲୋକ ଆସିଲେ ତହିଁ ଜମା ହୋଇଲେ। ଶିଶୁର ମରଣ ଦେଖି ତ ସବୁ ଲୁହ ଢାଳିଲେ। ସେଥିଲାଗି ଶ୍ରାବଣ ମାସ ଯେ ଶିବ ପାର୍ବତୀ ମିଶି ଭ୍ରମୁଥିଲେ ସାରା ବ୍ରହ୍ମାଣ୍ଡ ନନ୍ଦୀ ପିଠିରେ ବସି। ମାମୁଁର ବିକଳ କ୍ରନ୍ଦନ ତାଙ୍କ କାନେ ବାଜିଲା। ପାର୍ବତୀ କହିଲେ ପ୍ରଭୁ ହେ ଚାଲ ଦେଖିବା ଭଲା। ପାଖରେ ତ ଯାଇ ଦେଖିଲେ ବ୍ୟବସାୟୀର ପୁଅ। ମରଣ ଶେଯରେ ଶୋଇଛି ମାମୁଁ ଢାଳୁଛି ଲୁହ। ପାର୍ବତୀ କହିଲେ ଶିବଙ୍କୁ ଆହେ ଭକ୍ତ ବତ୍ସଳ। ବ୍ୟବସାୟୀ ତୁମ ଭକତ ପୂଜେ ସଞ୍ଜ ସକାଳ। ନିଷ୍ଠାରେ ପାଳଇ ବ୍ରତ ସେ ଯେବେ ଆସେ ଶ୍ରାବଣ। ଏଣେ ତାର ଶିଶୁ ପୁତ୍ରକୁ ନେଇ ଯାଏ ସମନ। ଏ କି ଅବିଚାର ପ୍ରଭୁ ହେ ତୁମ ଭକତ ପାଇଁ। ବିଚରା ଶିଶୁର ଜୀବନ ଏବେ ଦିଅ ଫେରାଇ। ମାତା ପାର୍ବତୀଙ୍କ କଥାକୁ ଶିବ ନ ପାରି ଟାଳି। ବଞ୍ଚାଇଲେ ସେହି ପୁତ୍ରକୁ ଦିବ୍ୟ ଆଶିଷ ଢାଳି। ସମସ୍ତେ ହୋଇଲେ ଚକିତ ଦେଖି ପ୍ରଭୁଙ୍କ ଲୀଳା। ଧନ୍ୟ ଧନ୍ୟ ଶିବ ଶଙ୍କର ଭକ୍ତ ଭାବରେ ଭୋଳା। ଶ୍ରାବଣୀ ବ୍ରତର ମହିମା ତହୁଁ ପ୍ରହଟ ହେଲା। ଶିବ ପୀଠେ କାଉରିଆଙ୍କ ସେ ତ ଭିଡ଼ ଲାଗିଲା। ଆଉ ଏକ କିମ୍ବଦନ୍ତୀ ଯେ ସତ କଥା ମହାନ। ଶ୍ରାବଣରେ ହୋଇଥିଲା ଯେ କ୍ଷୀର ସିନ୍ଧୁ ମନ୍ଥନ। ମନ୍ଥନ ସମୟେ ହୋଇଲା ଯେଉଁ ବିଷ ନିର୍ଗତ। ମହାଦେବ ସେହି ବିଷକୁ କଲେ ପାନ ଆକଣ୍ଠ। ବିଷ କବଳରୁ ପ୍ରଭୁଙ୍କ ସେ ତ ସୁରକ୍ଷା ପାଇଁ। ଜଳ ଅଭିଷେକ କରିଲେ ଦେବାଦେବୀ ଯେ ଯାଇ। ସମୁଦ୍ର ମନ୍ଥନ କାଳରୁ ଏହି ଶ୍ରାବଣ ମାସେ। କାଉଁରିଆ ବ୍ରତ ହେଉଛି ପୁଥି ପୁରାଣ ଘୋଷେ। ଏମିତି ରହିଛି ଅନେକ ଲୋକ କଥା କାହାଣୀ। ଶ୍ରାବଣ ବ୍ରତର ମହିମା ସବୁ ଥାନ୍ତି ବଖାଣି। ସେ ଲାଗି ହୋଇଲା ଏ ବ୍ରତ ଚଉଦିଗରେ ଖ୍ୟାତ। ମାନସିକ ହେଲା ପୂରଣ ଯିଏ କରିଲେ ବ୍ରତ। ମାନସିକ ହେଲା ପୂରଣ ଯିଏ କରିଲେ ବ୍ରତ। ବନ୍ଧୁଗଣ ଭୁଲ ଥିଲେ କ୍ଷମା କରିବେ। ଭିଡ଼ିଓ ଭଲ ଲାଗିଥିଲେ ଚ୍ୟାନେଲକୁ ଲାଇକ୍ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। କମେଣ୍ଟରେ ଓଁ ନମଃ ଶିବାୟ ବୋଲି ଅବଶ୍ୟ ଲେଖିଦେବେ। ପ୍ରଭୁ ଭୋଳାଶଙ୍କର ଆପଣ ସମସ୍ତଙ୍କର ମଙ୍ଗଳ କରନ୍ତୁ। ଓଁ ନମଃ ଶିବାୟ।